ବିଲ ମଧ୍ୟରୁ ଶବ ଉଦ୍ଧାର। ମୃତ୍ୟୁ ସନ୍ଦେହ ଘରରେ ବାପାକୁ ମୁଖାଗ୍ନି ଦେଲା ଝିଅ ସୋନାଲି। ବିଷମକଟକ ଥାନା ଅନ୍ତର୍ଗତ ବାରିଗୁଡ଼ା ନଳିନୀ ବିଦ୍ୟାମନ୍ଦିର ସମ୍ମୁଖରେ ଏକ ବିଲ କିଆରି ମଧ୍ୟରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବିଷମକଟକ ହେମଗିରି ସାହିର ନବୀନ ସନ୍ତୋଷ ରାୟ। ଖବରରୁ ପ୍ରକାଶ ଯେ ଗତ 2 ଦିନ ହେବ ନବୀନ ଘରେ କିଛି ନ କହି କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କ ସମ୍ପର୍କୀୟମାନଙ୍କୁ ଯୋଗାଯୋଗ କରି ନବୀନଙ୍କ ସମ୍ପର୍କରେ ପଚାରି ବୁଝିଥିଲେ ମଧ୍ୟ କୌଣସି ଖବର ପାଉନଥିଲେ। ଆଜି ସକାଳେ ବାରିଗୁଡ଼ା ନଳିନୀ ବିଦ୍ୟାମନ୍ଦିର ସମ୍ମୁଖ ବିଲ କିଆରି ମଧ୍ୟରେ ଜଣେ ବ୍ୟକ୍ତିର ମୃତଦେହ ପଡ଼ିଥିବା ଖବର ପାଇବା ସହ ସାମାଜିକ ଗଣମାଧ୍ୟମରେ ମୃତକଙ୍କ ଫଟୋ ଚିହ୍ନଟ କରିଥିଲେ। ଏନେଇ ବିଷମକଟକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବିଷମକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସରଜମିନ ତଦନ୍ତ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ନବୀନ ଆର୍ଥିକ ଅନାଟନ ଦେଇ ଗତି କରୁଥିଲେ। ତାଙ୍କର 2ଟି ଝିଅ ଅଛନ୍ତି। ମୃତ ନବୀନଙ୍କ ପୁଅ ନଥିବାରୁ ତାଙ୍କର ବଡ଼ ଝିଅ ସୋନାଲି ସନ୍ତୋଷ ରାୟ ସ୍ଥାନୀୟ ଶ୍ମଶାନରେ ମୃତ ପିତାଙ୍କ ଶବକୁ ମୁଖାଗ୍ନି ଦେଇଛନ୍ତି। ନବୀନଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ବିଷମକଟକରୁ କାଶୀନାଥ ପାଳଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।